ଖଡଗେଙ୍କ କଥାରେ ଚିହିଁକି ଉଠିଲେ ଶାହା। ଗୃହମନ୍ତ୍ରୀ ଅମିତ ଶାହା ହଠାତ୍ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କ ଉପରେ ଚିହିଁକି ଉଠିଛନ୍ତି। ତେବେ ମୋଦିଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ମଲ୍ଲିକାର୍ଜୁନଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ତେବେ ଖଡଗେ ତାଙ୍କ ଭାଷଣରେ କହିଥିଲେ ଯେ ମୋଦି କ୍ଷମତାରୁ ହଟିବା ଦେଖିବା ପାଇଁ ମୁଁ ଜୀବିତ ରହିବି। ଶାହା ତାହାର ଉତ୍ତରରେ ରଖିଛନ୍ତି ଯେ ଖଡଗେଙ୍କ ଏହି ମନ୍ତବ୍ୟ ମୋଦିଙ୍କ ପ୍ରତି ତାଙ୍କର ଘୃଣା ଭାବକୁ ଦର୍ଶାଉଛି। ତେବେ ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମୋଦିଙ୍କ ସମ୍ପର୍କରେ କହିଥିବା କଥା ଏକଦମ ଅପମାନଜନକ ବୋଲି କହିଛନ୍ତି ଅମିତ ଶାହା। ଶାହା ନିଜର ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡଗେଜୀ ଗତକାଲି ନିଜ ଭାଷଣରେ ନିଜ ଦଳ ଓ ଦଳର ନେତାମାନଙ୍କୁ ଲଜ୍ଜିତ କରିଛନ୍ତି। ସେ ଅଯଥାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ସହ ଯୋଡ଼ି କରି କହିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ମୋଦିଙ୍କ ପ୍ରତି ତାଙ୍କର କେତେ ଭୟ ଏବଂ ଘୃଣା ରହିଛି, ଯାହାଫଳରେ ସେ ସଦାସର୍ବଦା ମୋଦିଙ୍କ ବିଷୟରେ ହିଁ ଚିନ୍ତା କରୁଛନ୍ତି। ତେବେ ଖଡଗେଜୀଙ୍କ ସ୍ୱାସ୍ଥ୍ୟ ପାଇଁ ମୋଦିଜୀ ଆଉ ମୁଁ ମିଶି ଉଭୟେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛୁ। ସେ ଦୀର୍ଘଜୀବୀ ହୁଅନ୍ତୁ ଏବଂ 2047ରେ ବିକଶିତ ଭାରତକୁ ଦେଖିବା ପାଇଁ ସେ ବଞ୍ଚି ରୁହନ୍ତୁ ବୋଲି କହିଛନ୍ତି ଅମିତ ଶାହା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।